ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଡିସ୍କସ୍ କରିବା ଆଲ୍ମା ପ୍ରଭୁଙ୍କ ବିଷୟରେ। ଆଲ୍ଲାମା ପ୍ରଭୁ ଜଣେ ମହାନ ଭାରତୀୟ ସନ୍ଥ ଏବଂ ଦାର୍ଶନିକ ଥିଲେ। ସେ ଦ୍ୱାଦଶ ଶତାବ୍ଦୀରେ କର୍ଣ୍ଣାଟକରେ ବାସ କରୁଥିଲେ। ସେ ଲିଙ୍ଗାୟତ ଆନ୍ଦୋଳନର ଜଣେ ନେତା ଥିଲେ। ଆଲ୍ଲାମା ପ୍ରଭୁ ବଚନ ନାମକ ଆଧ୍ୟାତ୍ମିକ କବିତା ଲେଖିଥିଲେ। ତାଙ୍କର ଶିକ୍ଷା ସତ୍ୟ ଭକ୍ତି ଏବଂ ଆତ୍ମସାକ୍ଷାତ ଉପରେ କେନ୍ଦ୍ରିତ ଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଭିଡ଼ିଓକୁ ତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଦେଲେ। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।